ଜୟ ଜଗନ୍ନାଥ। ଆଜି ଭଲ କଥା ବଳିଆ ମନେ ରଖିଥା। ଆଜି ଗୋଟେ ଭଲ କଥା କହୁଛୁ। ମରେ ଆରମ୍ଭ ମରେ ଶେଷ। ମରୁ ଆରମ୍ଭ ପୁଣି ମରେ ଶେଷ। ତାହେଲେ ମ ଅକ୍ଷର ଟା କେମିତି ପାୱାରଫୁଲ ହେଲା। ସତ୍ୟ ଯୁଗରେ ଇଷ୍ଟ ଦେବତା କିଏ ଥିଲେ? ବ୍ରହ୍ମା। ପୂଜା ସ୍କନ୍ଦ ପ୍ରମାଣ ଦିଏ। ତିଆରି କିଏ ଥିଲେ ନା ରବିରା ନାରାୟଣ। ଦ୍ୱାପରରେ ଶ୍ରୀହରି। ଶ୍ରୀହରି କଳିରେ ମହେଶ୍ୱର। ତମେ ଭୀମ ଭୋଇଙ୍କ ଲେଖା ଦେଖିବେ ତାଙ୍କ ସ୍ଥିତି ଚିନ୍ତାମଣି ଆଉ ଅଚ୍ୟୁତାନନ୍ଦ ମହାପୁରୁଷ ବାଲ୍ମୀକି କଳ୍ପ। କଳି ଯୁଗରେ କୋଉ ଅକ୍ଷର ସାର ନା ମ ଅକ୍ଷର ସାର। ମ ବି ଗୋଟେ ଏକାକ୍ଷର ମନେ ରଖିଥାଏ। ମ ଶବ୍ଦ ଉଚ୍ଚାରଣ କଲେ ଦୁଇଟି ଶବ୍ଦ ତା ଦେହରେ କଣ ହଉଛି ପରିପ୍ରକାଶ ହଉଛି। ବୁଝିହଉଛି ନା? ଦୁଇଟି ଅକ୍ଷରକୁ ମିଶେଇଲେ ମ ଅକ୍ଷର ଉତ୍ପତ୍ତି। ମ ଗୋଟେ ଏକାକ୍ଷର। ଟୋଟାଲ ଆମେ କହିବୁ ଯେ ତେର ଏକାକ୍ଷର ମହାପୁରୁଷ କହିଛନ୍ତି। 12 ମାତ୍ରା ଯେ 12 ଏକାକ୍ଷର ମୂଳଟି ଅଟଇ ହକାର। ରାମାଦି ଏକାକ୍ଷର, ହରାଦି ଏକାକ୍ଷର, ମକାର ଏକାକ୍ଷର, ସକାର ଏକାକ୍ଷର ଏସବୁ କହନ୍ତି ନାଇଁ। ଛାଡ ସେ ଯାହା ହଉଛି ହଉ। ଆମେ ଆଜି ଆରମ୍ଭ କରିବା ମରୁ ଆରମ୍ଭ ମରେ ଶେଷ ହେଲା। ବାଇଦାସଙ୍କ ଲେଖା, ଶିଶୁଅନନ୍ଦଙ୍କ ଲେଖା, ଦି ମହାପୁରୁଷଙ୍କ ଲେଖା କଣ କରିବା ଆଜି ଆଲୋଚନା କରିବା। ମହାପୁରୁଷ କହୁଛନ୍ତି, ବାଇଦାସ କହୁଛନ୍ତି ସପ୍ତମ ପଞ୍ଚମ ଅକ୍ଷର 12 ମୀନ ଶନିଭୋଗ ହେତୁ ଯେ କର 30 ବରଷେ କଳି ହେବ ଶେଷ ଭକତ ମାନକ ପୁରିବ ଆସ କଳି ମାନବ ହେଜି ନ ପାରିଲେ ମୋର ମୋର କହି ସରବେ ମରିବେ। ବୁଝିହଉଛି? ସପ୍ତମ ଆମେ କହିଛେ ମରୁ ଆରମ୍ଭ ମରେ ଶେଷ। ସପ୍ତମ ପଞ୍ଚମ ଅଟଇ 12 ବୋଲନ୍ତି ଦିନ ହେଲା। ସପ୍ତମ ବାର କିଏ ସେ ନା ଶନିବାର। ରବି ସୋମ ମଙ୍ଗଳ ବୁଧ ଗୁର ଶୁକ୍ର ଶନି ହେଲା। ପଞ୍ଚମ ଗୁରୁବାରେ ରବି ସୋମ ମଙ୍ଗଳ ବୁଧ ଗୁର। ମରୁ ଆରମ୍ଭ ମରେ ଶେଷ କହିଲେ ସପ୍ତମ ପଞ୍ଚମ ଅଟଇ 12 ମାନେ ଶନିବାର ଆଉ ଗୁରୁବାର। ମୀନ ଶନି ଭୋଗ ହେତୁ ଯେ କର କହିଲେ ମୀନ ଶନି ଶନିବାର ପଡିବ ପୁଣି ଗୁରୁବାରେ ପଡିବ। ମଝିରେ ରହିଲା କେତେ ବର୍ଷ ନା 30 ବରଷେ କଳି ହେବ ଶେଷ ମାନେ କଳି ସମୟଟା ଏଇ 30 ବର୍ଷ ଘମାଘୋଟ ହବ। କାରଣ କଳି ଶନି ଗୋଟିଏ ରାଶିରୁ ପୁଣି ସେଇ ରାଶିକୁ ପ୍ରତ୍ୟାବର୍ତ୍ତନ କଲା ବେଳକୁ 30 ବର୍ଷ ଲାଗେ। ବୁଝିହଉଛି? ଏଇ ଯୋଉ ମୀନ ଶନି ପହିଲା ଶନିବାର ସପ୍ତମ ବାର ଶନିବାର ପହିଲା ଆର ଶନିବାର ପଡିବ ପଞ୍ଚମ ବାର ମାନେ ଗୁରୁବାର। ସେଇଆ କଣ କହିଲେ 30 ବରଷେ କଳି ହେବ ଶେଷ। ଏଇ ଯୋଉ ମଝିରେ 30 ବର୍ଷ ରହିଲା ଏ ଭାରି ଘଡି ସନ୍ଧି ମୁହୂର୍ତ୍ତ। ଭକତ ମାନକ ପୁରିବ ଆସ। ପ୍ରକୃତିରେ ଯୋଉମାନେ ଚେତୁଆ ଭକ୍ତ ମାନେ ଲୁକାୟିତ ହେଇକି ରହିଛନ୍ତି ସମୟକୁ ଅପେକ୍ଷା କରିଛନ୍ତି ସେ କଣ କି ତାଙ୍କର ଆଶା ନିଶ୍ଚିତ ମେଣ୍ଟିବ। କଳି ମାନବ ଜାଣି ନ ପାରିବେ କଳିର ମାନବ କେହି ଜାଣିପାରିବେ ନାହିଁ। ମୋର ମୋର କହି ସର୍ବେ ମରିବେ। ବୁଝିଯାଉଛି ନା? ଏ ଯୋଉ ଖେଳ ହବାକୁ ସମସ୍ତେ ଜାଣିପାରିବେ ନାହିଁ। ଖାଲି ମୋର ମୋର ନା ନାଇଁ ମହାପୁରୁଷ ଅଚ୍ୟୁତ କହିନାହାନ୍ତି ନା ମୋର ମୋର କହି ସରବେ ମରିବେ ଅଚ୍ୟୁତର କିଶୋର ଗଲା କହିନାହାନ୍ତି ନା ଶିବ ହାତରେ।
ବର୍ତ୍ତମାନ ଯେକୌଣସି ଲୋକ ହଉ, ସାଧୁ ସନ୍ଥ ମୁନି ଋଷିଠୁ ଆରମ୍ଭ କରି ଖାଲି ମୋର, ମୋ ମଠ, ମୋ ଘର, ମୋ ଗାଡି, ମୋ ଘୋଡା, ମୋ ସୁନା, ମୋ ରୂପା, ଖାଲି ମୋର ମୋର ଆଉ କଣ। ମୋର ମାନେ କଣ? ମାୟା। ଲୋଭାଗ୍ରସ୍ତ ମାନବ, ଲୋଭାଗ୍ରସ୍ତ ମାନବ ଯେତେବେଳେ ହେଇଯାଏ ସେ ସବୁବେଳେ ମୋର ମୋର ବୋଲି ଉଚ୍ଚାରଣ କରେ। ଏଇ କଥା ଉପରେ ଶିଶୁ ଅନନ୍ତ ମଧ୍ୟ କରେ। ଯୁଗାଧରେ 5003 ମୁକୁନ୍ଦ ଦେବ 29 ଘେନି ମଳିନ ପୁରୁଷ କହୁଥିବେ ଦିନ 5000 ଯେ ହୋଇବ ପୂର୍ଣ୍ଣ 30 ବରଷେ 90 ଦିନ ଅନ୍ତରେ ମ୍ଲେଚ୍ଛ ଦୁଷ୍ଟ ନ ଥିବେଟି ସଂସାରେ। ଠିକ ସେଇ ସମୟ, ଏ 30 ବର୍ଷ ଭିତରେ ଏ ଘଟଣା ସବୁ ଘଟିବ। ସେତେବେଳେ ମୁକୁନ୍ଦ ଦେବ ମଧ୍ୟ ରାଜୁତି କରୁଥିଲେ। କାରଣ ଗୋଟେ କରିନାହାନ୍ତି ନା, ମୁକୁନ୍ଦ ଦେବଙ୍କର ହେଇଥିବ ରଜା ହେଇଥିବେ, ତାଙ୍କ ଅଙ୍କରେ ମିନସନି ଗୁରୁବାର ପଡିବ। ଏଠି ସେ କହିଲେ ସପ୍ତମ ବାରରୁ ପଞ୍ଚମ ବାର, ଶନିବାରରୁ ଗୁରୁବାର, ଏ ମଝିରେ ନା 30 ବର୍ଷ ଭୋଗ କରିବ। ଏ 30 ବର୍ଷ ହଉଛି ନା ଘଡିଛନ୍ତି। ଆଉ ଗୋଟେ ଭଲ କଥା ଛୁଆ ମନେ ରଖିଥାଏ, 30 ବର୍ଷ ଭିତରେ କୋଉ ବର୍ଷ କଣ ଘଟିବ ମହାପୁରୁଷ ଟିକି ନୀତି ଲେଖିଛନ୍ତି। କୋଉ ବର୍ଷ କଣ ସବୁ ଘଟିବ ସ୍ୱତନ୍ତ୍ର ଲେଖା ଅଛି। କେବଳ ଅଚ୍ୟୁତାନନ୍ଦ ମହାପୁରୁଷ ନୁହଁ, ପଞ୍ଚସଖା ମାନେ ସ୍ୱତନ୍ତ୍ର ଲେଖିଛନ୍ତି। କୋଉ ବର୍ଷ ଘଟିବ ବି ଲେଖା ଅଛି। ଥରେ ତମକୁ କହିଥିଲୁ 2ଟି ଟର୍ମରେ କଣ ହବ? ଲୀଳା ହବ। ଗୋଟିଏ ଅନନ୍ତ ମାଧବଙ୍କର 58 ଅଙ୍କ ପର୍ଯ୍ୟନ୍ତ ବୁଝି ହଉଛି, ତାପରେ ମୁକୁନ୍ଦ ଦେବଙ୍କର 13 ଅଙ୍କରୁ କେତେ ଅଙ୍କ? 42 ଅଙ୍କ। ଇଏ ଗୋଟେ ଟର୍ମ ରହିବ, ମଝିରେ କିଛି ଦିନ ଗ୍ୟାପ ରହିବ, ତାପରେ ତାଙ୍କ ସମୟରୁ ଆରମ୍ଭ ହବ। ଇଏ ଗୋଳା ବାରୁଦ ଖେଳ, ସିଏ ସେତେବେଳୁ କଣ ହବ? ଠେଙ୍ଗା ବାହାର ଖେଳ। ବୁଝି ହଉଛି ନା? ଏଇ ଯୋଉ ଯୁଦ୍ଧ ହବ କଣ? ଗୋଳା ବାରୁଦ ଯୁଦ୍ଧ। ମୁକୁନ୍ଦ ଦେବଙ୍କ ସମୟରେ ଯେମିତି ରଜା ରାଜୁତିଙ୍କର ଯୋଉ ଯୁଦ୍ଧ ଥିଲା, ପୁଣି ସେଇ ଯୁଦ୍ଧ ଆସି ଫେରି ଆସିବ। ତେଣୁ ଏତିକି ମନେ ରଖ, ମରୁ ଆରମ୍ଭ ମରେ ଶେଷ। ଶନିବାରରୁ ଆରମ୍ଭ, ଗୁରୁବାର ଶେଷ, 30 ବରଷେ କଳି ବିନାଶ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଭୋଳାନନ୍ଦ ଭଗବାନ ହରି।